ତାର ଓମ୍ କୁ ଡାକିଲାନି ବାହାର କରିଦେଲା ଜିମ୍‌ରୁ ମେସେଜ କଲା। ତାପରେ ସେଇଠୁ ପ୍ରଦୀପ ସାର୍ ଯୋଉ ତାକୁ ମିଟିଂ ଡକେଇଲେ କହିଲେ କି ଆଉ ତମ ଜିମ୍ ତମେ ଛାଡ଼ିଦେଲେ କେମିତି ହବ? ଏମିତି ଇମ୍ପେସେଣ୍ଟ କାଇଁ ହଉଛୁ? ପଇସା ଆଜି ନହେଲେ କାଲି ହିସାବ ହବ ଏଇଟା ସେଇଟା ତାକୁ ଏମିତି ବୁଝିଲେ ତାକୁ ଆଣିକି ପୁଣି ଜିମ୍‌ରେ ପୁରେଇଲେ। ତ ଇଏ ଯେତେବେଳେ ଜିମ୍‌ରେ ପଶିଲା ଓମ୍‌କୁ ସେଠି ଟ୍ରେନର ହିସାବରେ ରଖିଲାନି। ମେ ବି ସେବେଠୁ ତାର ରାଗ ଥିବ ଉପରେ ମୁଁ ଯେତିକି ଭାବୁଛି କି ସେବେଠୁ ରାଗ ଥିବ କି କଣ। କାହିଁକିନା ତାପରେ ସେ ୱାର୍କଆଉଟ କରିବାକୁ ବି ତାକୁ ମନା କରିଦେଲା। ତାପରେ ମୁଁ ଜାଣିନି ବାସ୍ ମୁଁ ଜାଣିବା ଭିତରେ ଏତିକି ହିଁ। ତାପରେ ଆମେ ଓମ୍ ବିଷୟରେ କେବେ ତାର ମୋର ଡିସ୍କସ ହିଁ କରିନୁ। ସେ ତା ବାଟରେ ଆମେ ଆମ ବାଟରେ। ଫାଷ୍ଟ ଥରକ ତାଙ୍କର ଯୋଉ ପଇସା ପାଇଁ ଡିସ୍ପ୍ୟୁଟ ହେଇଥିଲା ତାଙ୍କ ଜିମ୍‌ରେ ସତ୍ୟବିହାରରେ ସିଏ ଯୋଉ ପଇସା ପତ୍ର ଖର୍ଚ୍ଚ କରିଥିଲା ଯୋଉ ଦାଣ୍ଡିଆ ନାଇଟରେ ପଇସା ଖର୍ଚ୍ଚ କରିଥିଲା ଆଉ ଷ୍ଟାର୍ଟିଂରେ ଯୋଉ ପଇସା ଖର୍ଚ୍ଚ ହେଇଥିଲା ତମେ ଜାଣିଥିବ। ମୁଁ ତ ଠିକ ସେ ଜାଣିନଥିଲି ଯାହା ପଇସା ପତ୍ର ଖର୍ଚ୍ଚ ହେଇଥିଲା 40,000 ଟଙ୍କା କିନ୍ତୁ ଦାଣ୍ଡିଆ ନାଇଟରେ ଖର୍ଚ୍ଚ କଲା। ସେ 40,000 ଆଉ ଗୋଟେ କଣ ଏମିତି ମିଶିକି ତାର 60-70 ହଜାର ହଉଥିଲା। ତାକୁ ଯେତେବେଳେ ପଇସା ପତ୍ର ଅଭାବ ହେଲା ସେ ମାଗିଲା କି ଆଉ ମତେ ବାକି ପଇସାଟା ଫେରାଅ ଆଉ ଯୋଉ ପଇସା ଅଛି ମୋର ଫେରାଅ ଆଉ ମତେ ପଇସା ଟା କାହିଁ ଦଉନ ହିସାବ କର। ଯେତେବେଳେ ଫାଷ୍ଟ ଥର ସେ ଜିମ୍ ଛାଡିଥିଲା ଫାଷ୍ଟ ଥରକ ହେଲେ ଯଦି କରିବନି ମୁଁ ଜିମ୍ ଛାଡିଦେବି ମୁଁ କାହିଁ ଆଉ ଖଟିବି ଇଏ ସିଏ ଏମିତି କରିକି ଛାଡିଥିଲା। ସେତେବେଳେ ଯୋଉ ଡିସ୍ପ୍ୟୁଟ ହେଇଥିଲା ସିଏ ଛାଡିଦବ ବୋଲି କହିଲା। ତ ସିଏ ଓମ୍ କୁ କହିଲା କି ଆଉ ଏଟା ବନ୍ଦ ହେଇଯିବ ରହିବାନି ଚାଲ ପଳେଇବା। ସେତେବେଳେ କଣ ତା ନା ସେ ଯୋଉ ପିଲାଟା ଲିପୁନ ବି ବୋଧେ ଛୁଟି ନେଇକି କୁଆଡେ ପଳେଇଥିଲା। ଆଉ ଇଏ ଓମ୍ କୁ ନେଇକି ଗାଁକୁ ପଳେଇ ଆସିଲା। କହିଲା କି ଆଉ ଆମର ତ ଆଉ ଗୋଟେ ଜିମ୍ ଅଛି ଅଡସପୁର ଜିମ୍ ରେ ତ ଭଲ ଟ୍ରେନର କେହି ନାହାନ୍ତି ତୁ ଟ୍ରେନିଂ ଦେ ଆଉ ଟ୍ରେନିଂ ଦେ। ସେଠି ଯେତିକି ପଇସା ଦିଆ ହଉଥିଲା ସେତିକି ପଇସା ତ ଦେଇପାରିବିନି ଯେତିକି ଟିକେ କମେଇକି ଯାହା ଦେବି ଆଉ। ସେତେବେଳେ ଓମ୍ ର ବାପାଙ୍କର କଣ ଗୋଟେ ଆକ୍ସିଡେଣ୍ଟ ହେଇଥିଲା ନା ଗୋଟେ କଣ ହେଇଥିଲା ଠିକ ସେ ତ ଜାଣିନି। ଗୋଟେ କଣ ଆକ୍ସିଡେଣ୍ଟ ହେଇଥିଲା ତାଙ୍କ ଦେହ ଅସୁସ୍ଥ ଥିଲା। ଓମ୍ କହିଲା କି ମୋର ଫାଇନାନ୍ସିଆଲ କ୍ରାଇସିସ୍ ରହୁଛି ଆଉ ମୁଁ ରହିବିନି। ମୁଁ ଏଠି ଟ୍ରେନିଂ ଦେବିନି। ଯୋଉ କଣ ସେ ଯୋଉ ବାଉଁଶ ଫାଉଁଶ କାମ କରେ ମୁଁ ସେ କାମ କରିବି ମତେ ପଇସା ଦରକାର ଅଛି ସେ କହିକି ଛାଡିଦେଲା। ଛାଡିଲା ତ ଛାଡିଲା କଲ କରିକି ଇଆଡେ ସିଆଡେ ଗପିଲା। ମାନେ ଯେତିକି ମତେ ବୁବୁ କହିଥିଲା ମୋର ଯାହା ମନେ ପଡୁଛି କି ସେ ଗାଁରେ ଆଉ ସେ ସତ୍ୟଭାର ପିଲାଙ୍କୁ ବି ସବୁ କଲ୍ କରିକି କଣ କହିଲା ଆଉ ଜିମ୍ ବନ୍ଦ ହେଇଯିବ ଏଇଟା ସେଇଟା। ତ ଯୋଉ ପିଲାମାନେ ସବୁ ପଇସା ଦେଇଥିଲେ ସମସ୍ତେ ଜାଣିଥିଲେ ନା ଓନର ହଉଛି ବୁବୁ। ତ ଆକୁ କଲ୍ କରିକି ମାନେ ଆ ସହିତ ଟିକେ ବଚସା କଲେ ଆଉ କେମିତି ଜିମ୍ ବନ୍ଦ କରିଦବ ଏଇଟା ସେଇଟା ପଇସା ଦେଇଛୁ ଫ୍ରଡ କରିଦେଲ ଇଏ କରିଦେଲ। ତ ଇଏ ସେଠୁ ନ ଚାହିଁକି ବି ସବୁ ଡିସକ୍ଲୋଜ କରିବାକୁ ବାଧ୍ୟ ହେଲା। କହିଲା ମୁଁ ଫୁଲି ଓନର ନୁହଁ ମୁଁ ଏତିକି ପରସେଣ୍ଟ ପାର୍ଟନର ଆଉ ସେ ବିଷୟରେ ତମେ ସେଠି ତାଙ୍କର ଯିଏ ବିଲ୍ଡିଂ ରେ ଯାଇ କଥା ହବ ସେମାନେ ଯଦି ଜିମ୍ ଚଲେଇବେ ମୁଁ ରହିବିନି ଏମିତି କଥା। ତାପରେ ଯେତେବେଳେ ପଚାରିଲେ ଏ କଥା ତ କିଏ କହିଲେ ନା ଓମ୍ ସାର୍ କହିଲେ ପିଲାମାନେ କହିଲେ। ତ ଏକରେ ତ ତା ଖରାପ ଟାଇମ ରେ ତାକୁ ଛାଡିକି ପଳେଇଲା। ଯେତେବେଳେ ତାକୁ ଗୋଟେ କିଏ ଦରକାର ଥିଲା ସେତେବେଳେ ଛାଡିକି ପଳେଇଲା। ତାପରେ ଗଲା ତ ଗଲା ଆ ବିଷୟରେ ଗପିଲା ତାର ଟିକେ ରାଗ ହେଇଗଲା। ତାକୁ ମୁଁ ବି ସେତେବେଳେ କହିଥିଲି ଯେତେବେଳେ ଷ୍ଟାର୍ଟିଂ ରେ କହୁଥିଲା ଓମ୍ କୁ ରଖିବ ବୋଲି ମୁଁ ତାକୁ ମନା କରିଥିଲି। ଦେଖେ ସେ ଯାଇଛି ତ ଯାଇଛି ଆମେ କାହିଁ ପୁରେଇବା ତାକୁ ଆମକୁ କଣ ପିଲା ମିଳିବେନି। ସେ କହିଲା କି ନାଇଁ ମତେ ଗୋଟେ କିଏ ବିଶ୍ୱସ୍ତ ପିଲା ଯାହାହେଲେ ବି ଦରକାର ମତେ ଗୋଟେ କିଏ ଦରକାର ପାଖରେ ଆଉ ଏମିତି ତୁ କହିଦେଲେ କେମିତି ହବ ତୁ ଆସିକି ରହିକି କାମ କରୁନୁ ଯଦି ତୁ ଏତେ କହୁଛୁ। ମୁଁ କହିଲି ହଉ ବାବା ତୁ ତ ସବୁବେଳେ ଠିକ ଥାଉ ତୋ ଡିସିସନ ତ ଠିକ ଥାଏ ମୁଁ ତ ପାଗଳ ଟା ଆଉ ଠିକ ଅଛି ତୁ ଯଦି ଠିକ କହୁଛୁ ତାହେଲେ ମୁଁ ବି ଠିକ। ସେଉଠୁ ସେ ଆଣିକି ରଖିଲା ଓମ୍ କୁ। ତାପରେ ଯେତେବେଳେ ଓମ୍ ଛାଡିଗଲା ମୁଁ କହିଲି ମୁଁ ତ ତା ଆଗରୁ କହିଥିଲି ସେ ପିଲାକୁ ରଖନି। ଯିଏ ଥରେ ତୋ ସହିତ ବିଶ୍ୱାସଘାତକତା ଥରେ କରିଛି ପାଷ୍ଟରେ ସିଏ ଆଉ ଥରେ କରିବନି ବୋଲି କଣ ଗ୍ୟାରେଣ୍ଟି ଅଛି। ତ ସେଇଥିପାଇଁ ମନା କରୁଥିଲି। ସିଏ ବି କହିଲା ହଁ ମା ସେତେବେଳେ ମୋ ସହିତ ଭଲସେ ଥିଲା ତ ଆମ ଭିତରେ ଯେମିତି କଥା ସେ କହିଲା ହଁ ଲୋ ମା ମୋର ଭୁଲ ହେଇଗଲା ତମ ଗୋଡ ଧରୁଛି ଆଉ ଦୟାକରି କଥା ଉଠାଅନି ହଉ ଆଉ ତାକୁ ଆଣି କେବେ ରଖିବିନି ଏମିତି କହିଲା। ସେଠୁ ତେବେଠୁ ତାର ମୋର ମାନେ ଓମ୍ ବିଷୟରେ କେବେ କଥା ହେଇନୁ। ତାପରେ ଓମ୍ ଛାଡିଲା ପରେ ବି ଜିମ୍ କୁ ୱାର୍କ ଆଉଟ କରିବାକୁ ଆସୁଥିଲା ମାନେ ଖାଲି ୱାର୍କ ଆଉଟ। ସେଠୁ ସେଟା ବୁବୁକୁ ସହି ହେଲାନି କହିଲା ତୁ ତ ମୋର ଏତେ ମାନେ ଓମ୍ କୁ ବୁବୁ ଡାଇରେକ୍ଟ କିଛି କହିନି। ମତେ କହିଲା କି ମାମା ଓମ୍ କୁ ଟିକେ ମେସେଜ କରିଦଉ ଟିକେ ଇଂଲିଶରେ ଭଲସେ କହିକି କି ଆଉ ସିଏ ଆସିବନି ଜିମ୍ କୁ ୱାର୍କ ଆଉଟ କରିବାକୁ ବି ଆସିବନି ଏଇଟା କରିବାକୁ ଆସିବନି ଆଉ ସେ ତ ଗଲା ଆଉ ପୁଣି ମୋ ଜିମ୍ ରେ କାହିଁ ୱାର୍କ ଆଉଟ କରିବ ସେ ଯାଉ ତାର ଯୋଉଠି ୱାର୍କ ଆଉଟ କରିବା କଥା କରୁ। ତ ଲାଷ୍ଟ ଟାଇମ ମୁଁ ଓମ୍ କୁ ମେସେଜ କରିଥିଲି
कि मामू मना करछंती और तमे जिम को आसीबनी एटा सेटा तापर ओम भी मते रिप्लाई देथिला ओम भी मते रिप्लाई देथिला कि हो आसीबनी एंती सेंती तापर मु कहले हो मेसेज कर देछि तापरठो आमे ओम विषय केबे आम भीतर कथा उठेरु फास्ट थरक तांकर जो पैसा पे डिस्प्यूट हेतला तांकर जिम रे सत्य रे सी जो पैसा पत्र खर्च करला जो दांडिया नाइट रे पैसा खर्च करथिला आ स्टार्टिंग रे जो पैसा खर्च हेतला तमे जानथियो मु तो ठीक से जान नथली जा पैसा पत्र खर्च हेतला 40,000 टका किंतु दांडिया नाइट रे खर्च करला से 40,000 आउटे कोन एमती मिसी तर 60-70,000 होतला ताको तोरा पैसा पत्र अभाव होला से मागिला कि मते बाकी पैसा फेराओ जो पैसा अछि मोर फेराओ आ मते पैसा टा कहीं दउन हिसाब करे त फास्ट थ्रो से जिम छाडी दिला फास्ट थ्रो को खले जति करिवनी मो जिम छाडी दे मो कय आ काटबी एसी एमते करी के छाडी थिला सेतल जो डिस्प्यूट हेतला से छाड दो बोली कहला तो से ओम को कहला कि एटा बंद हे जबो न रहइबानी चल पळेबा सेतल कोन ताना से जो पिलाटा लिपुन भी बोते छुट्टी नहीं कर पड़ेला आ ये ओम को नहीं कि गां को पड़ा आसला कहला कि हमर तो आउटे जिम अछि अडसपुर जिम रे तो भलो ट्रेनर के नहदे तो ट्रेनिंग दे आ ट्रेनिंग दे से जति पैसा दिया होला सेति पैसा दे परिबिनी जति के टिके कमे के जहा देबी आ सेतले ओम रो बापांकर कोन एटा एक्सीडेंट हेतला ना ओटा कोन हेतला ठीक से तो जाननी ओटा कोन एक्सीडेंट हेतला तांको देह असुस्थ थला ओम कहला कि मोर फाइनेंशियल क्राइसिस रहउछि ओ मु रहिबिनी मु एटा ट्रेनिंग देबिनी जो कोन से जो बाउंसर फाउंसर काम करी मु से काम करबी मो तो पैसा दरकार अछि से कहि कि छाड़ देला छाड़ला तो छाड़ला कॉल करके आड़े से आड़े गपिला माने जति मते बुबु कहला मोर जहा मने पड़ुछि कि से गां रे से सत्यवार पिलांक भी सब कॉल करे कोन कहला ओ जिम बंद हे जबो एटा सेटा तो जो पिला सब पैसा देथिले समझ जानथिले ना ओनर होची बुबु तो आकु कॉल करके माने आसे तो टे बचसा करले आ के जिम बंद कर दो एटा सेटा पैसा देछु फ्रॉड कर देला ए कर देला तो ये सेडो न चाहे कि भी सब डिस्क्लोज करके बाध्य होला कहला मु फुल्ली ओनर नुह मु एति परसेंट पार्टनर आ से विषय रे तमे सेठी तांकर जे बिल्डिंग रे जाई कथा हो से मान जति जिम चलेबे मु रहिबिनी एमती कथा तापर एतर पचले कथा तो किए करले ना ओम सर कहले पिला माने कहले तो एक रे तो ता खराब टाइम रे ताको छाडी पड़ेला जेतल ताको देखि दरकार थला तो छाडी पड़ेला तापर गला तो गला बेसरे गपिला तार टिके राग होई गला ताकू मु भी सेतले कहिथिल जेतले स्टार्टिंग रे कहला ओम को रखियो बोली मु तो मना कर मु देखे से जाइछ तो जाइछ हमें काहे पुरे ताकू हमें कोन पिला मिलिबेनी से कहला कि नाही मते ओटे के विश्वस्त पिला जाहाले भी दरकार मते ओटे के दरकार पाखरे ओ एमती तू कहि देला केमिथि हो तू आसी कि रही काम करनु जदी तू एते कहूछु मु कहले हो बाबा तू तो सबले ठीक थाउ तो डिसीजन तो ठीक थाए मु तो पागलटा ओ ठीक अछि तू जदी ठीक कहूछु तने मु भी ठीक सेठू से आने के रखला ओमको तापर तो ओम छाड़ी गला मु कहले मु तो आगरो कहिथिली से पिला रखनी जे थरे तो से तो विश्वासघातकता थरे करे जे पास्ट रे से आउ थरे करबोनी बोले कोन ग्यारंटी अछि तो से पे मना करथिली से भी कहला हां मां से तळे मस्त फल से तला तो हम भीतर जेमती कथा था से कहला हां लो मां मोर भूल हे गला तम गोड़ धरुछि आ दया करी कथा उठावनी हो आ तक पानी केबे रखिबिनी एमती कहला सेटो तेबेठू तार मोर माने ओम विषय केबे कथा आइनो तापर ओम छाड़ला परे भी जिम को वर्कआउट करिया को आस्तला माने खाली वर्कआउट सेठू सेला बुबु को सही हलाने कहला तो मोर एते माने ओम को बुबु डायरेक्ट किछ कहनी मते कहला कि मामा ओम टी मेसेज कर दो टिके इंग्लिश रे भल से कहि कि सी आसीबनी जिम को वर्कआउट करिया को भी आसीबनी एटा करिया को आसीबनी आ से तो गला गला पुनी मो जिम रे काहे वर्कआउट करियो से जाओ तार जोठी वर्कआउट करिया कथा करो तो लास्ट टाइम मु ओम को मेसेज करथिली कि मामू मना करछंती और तमे जिम को आसीबनी एटा सेटा तापर ओम भी मते रिप्लाई देथिला ओम भी मते रिप्लाई देथिला कि हो आसीबिनी एंती सेंती तापर मु कहले हम मेसेज कर देछि तापरठो आमे ओम विषय केबे आम भीतर कथा उठेरु सेतल तो तापर पुनी से प्रदीप सर हरिका हां
ଏତେ କଥାର ମନେ ପଡିଲା। ହଁ, ଏଇଟା ତାର ଓମକୁ ଡାକିଲାନି ବାହାର କରିଦେଲା ଜିମରୁ, ମେସେଜ କଲା। ତାପରେ ସେଠୁ ପ୍ରଦୀପ ସାର୍ ଯୋଉ ତାକୁ ମିଟିଂ ଡକେଇଲେ, କହିଲେ କି ଆଉ ତମ ଜିମ୍ ତମେ ଛାଡିଦେଲେ କେମିତି ହବ, ଏମିତି ପେସେଣ୍ଟ କାହିଁ ହଉଛୁ, ପଇସା ଆଜି ନହେଲେ କାଲି ହିସାବ ହବ, ଏଇଟା ସେଇଟା ତାକୁ ଏମିତି ବୁଝିଲେ। ତାକୁ ଆଣିକି ପୁଣି ଜିମରେ ପୁରେଇଲେ। ତ ଇଏ ଯେତେବେଳେ ଜିମରେ ପଶିଲା, ଓମକୁ ସେଠି ଟ୍ରେନର ହିସାବରେ ରଖିଲାନି। ମେ ବି ସେବେଠୁ ତାର ରାଗ ଥିବ ଉପରେ, ମୁଁ ଯେତିକି ଭାବୁଛି କି ସେବେଠୁ ରାଗ ଥିବ କି କଣ। କାହିଁକିନା ତାପରେ ସେ ୱାର୍କଆଉଟ କରିବାକୁ ବି ତାକୁ ମନା କରିଦେଲା। ତାପରେ ମୁଁ ଜାଣିନି, ବାସ୍ ମୁଁ ଜାଣିବା ଭିତରେ ଏତିକି ହିଁ। ତାପରେ ଆମେ ଓମ ବିଷୟରେ କେବେ ତାର ମୋର ଡିସ୍କସ ହିଁ କରିନୁ। ସେ ତା ବାଟରେ, ଆମେ ଆମ ବାଟରେ।